कृषि विज्ञान केन्द्र बौद्धଠାରେ एक कृषि मेला और कृषक वैज्ञानिक आलोचना चक्र अनुष्ठित हो जाए। बौद्ध जिलार विभिन्न प्रांतरू आसीथिबा प्राय 250 जन चाषी भाई और भौणी माने योगदान करथिले। कृषि मेला रे विभिन्न प्रकारर शस्य, कृषि उपकरण, सिंचन यंत्र, विभिन्न चाष संपर्कित संप्रसारण पुस्तक, विभिन्न उन्नत अधिक अमलक्षम विहन, विभिन्न रोग और पोकर नियंत्रण पाई रासायनिक कीटनाशक, जैव कीटनाशक, जैव उर्वरक, विभिन्न पनीपरिबा और फल इत्यादि चाषी भाई और भौणी माने विभिन्न स्टल बुली यार व्यवहार और उपकारिता संपर्क में कृषि विज्ञान केन्द्रर वैज्ञानिक मानक ठारू बुझिथिले। एथिसहित कृषक वैज्ञानिक आलोचना चक्र में चाषी माने सेमानकर चाषबास संबंधी समस्यार समाधान निमंते वैज्ञानिक मानकर परामर्श लोड़िथिले। ଏହି କାର୍ଯ୍ୟକ୍ରମରେ କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମିଶ୍ର, ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର ପାଣ୍ଡେ, ନାବାର୍ଡର ସହକାରୀ ନିର୍ଦ୍ଦେଶକ ଡକ୍ଟର ସତ୍ୟ ସ୍ୱରୂପ ବିଦାନ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଚାଷୀମାନଙ୍କର ଚାଷବାସ ସମ୍ବନ୍ଧୀୟ ସମସ୍ୟାର ସମାଧାନ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ତପନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଗୃହ ବୈଜ୍ଞାନିକା ଡକ୍ଟର ସସ୍ମିତା ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ ବୈଜ୍ଞାନିକମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମ୍ପାଦନ କରିଥିଲେ। ବୌଦ୍ଧରୁ ଜୟନ୍ତ ମିଶ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।